देखिपे एटा कोई समाज तरफ रैली करुछंती। हेलो 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 साथी माने ए सरकार भाबुचे जे ये विगत वर्ष धरी जो हजार हजार आदिवासी मान ऊपर अत्याचार होतिला, आदिवासी चुप बसला, आदिवासी माने ये सरकार भाबुचे से पुराना आदिवासी समाज से जारी रखो जे ये हूँ बाबा साहेब का आंबेडकर संविधान रे देथिबा अधिकार रो जागृत हेतिबा समाज जे कि कलम मुनरे संविधान साहाय्य अधिकार बल तहसीलदार आदिवासी मानकर हक अधिकार छुड़े आनिब। इतिहास साक्षी अच्छे जे आदिवासी प्रबल एरिया रे जिते भी ओडिशा रे आदिवासी प्रबल एरिया गुड़ाक अच्छी जाजपुर हो, सुंदरगढ़ हो, कंधमाल जिलार दारिंगबाड़ी हो, जुग जुग धरी आदिवासी मान अत्याचार जारी रही। उदाहरण ना 2006 जाजपुर कलिंग नगर आदिवासी मान को टाटा स्टील कंपानी अति पाशविक भाव बर्बरतार सहित गोली कर 14 जन आदिवासी मान को हत्या करथिला। मो परिवार कथा ए जो चारि छक ऊपर पूजा करी से माने कियो से जे 12 जिल्ला रो पसियासी एठारी होते दुकुल के आधार कार्ड एवं बैंक पासबुक पैन कार्ड करिए ते सब जंगल जमी मारी बसंती तोले तला प्रशासन कोन ताको पूर्वज को तदन करा जाऊ ताको जो पूर्वज अछंती बुरा व्यक्ति के जो मा अछंती से माने कोठार जाति देखिए निश्चित भाव रे से गंजाम रो मारिबे, से नालगढ़ रो मारिबे, से फुलवाणी रो मारिबे, से केंद्रापड़ा रो मारिबे। एमाने कई स्थायी बासिंदा नोंती 5 टका जिनिस को एमाने 25 टका रे बिकुचंती माने के लाभवान होचंती। से माने ताको तदंत करा जाऊ से जो उठा चुनिया कई जबरदस्त खोजुचंती। अरे पूर्व पुरुषरु से माने सेते पूजा स्थली करचंती। तहसीलदार महोदय ए बाबद में हाईकोर्ट को जाइतलु आपन द्वारा इनक्वारी आइची सकल द्वारा इनक्वारी आइची तेनु ऑर्डरटा मध्ये हाथ रे अछि। ए ऑर्डर रे माननीय एसपी को निर्देश होइची जगह ऊपर शांति प्रतिष्ठा करिया पई तमे को बड़ी भाबरे शांति प्रतिष्ठा करिवो ना अत्याचारी मानकु साहस दब से आम भविष्य कहब। जदि अत्याचारी मान को साहस दब ताले ये आंदोलन आउरी तीव्रतर समस्त घरे घरे आदिवासी माँ भवन की एक यदि चाहिए कंधमाल भुवनेश्वर तुम अध्यक्ष मुख्यमंत्री पाखु जीव
ଯେତେ ଲୋକ ମରିବେ ଆମେ ମରୁ କି ଯିଏ ମରୁ ସେଥିପାଇଁ ଆପଣ ଦାୟୀ ରହିବେ। ଆମେ ଶାନ୍ତିରେ ନ୍ୟାୟ ମାଗୁଛୁ, କାରଣ ସେ କଥା ଆମକୁ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଶିଖେଇଛନ୍ତି। ହାତ ଯୋଡ଼ିକି ନ୍ୟାୟ ମାଗ, ହାତ ଯୋଡ଼ିବା ରହିଥିବା ଏଥର ଆନ୍ଦୋଳନ ପନ୍ଥା କରିବୁ ଏବଂ କନ୍ଧମାଳରୁ ଏମିତି ସବୁଦିନ ଅପେକ୍ଷା ଆପଣଙ୍କ ଠାରୁ ନିର୍ଯାତିତ ହୋଇ ମରିବା ଅପେକ୍ଷା ଗୋଟିଏ ଦିନ ବାଘ ଭଳିଆ ମରିବୁ। ଅତ୍ୟାଚାର ସହିବାର ନାହିଁ। ସେ 5ଟା ଲୋକ କିଏ ସେ 5ଟା ଲୋକ ଜାଗା ଉପରେ ଆସି ପୂଜା ସ୍ଥଳୀକୁ ଦଖଲ କରିବେ? ଆପଣ ତାକୁ କୋଉ ଭଳି ସହଯୋଗ କରନ୍ତି? ତାଙ୍କର ପୂର୍ବ ଆପଣ ସରକାର ଯୋଉ କରିଛନ୍ତି ସିଏ ଏନଆରସି କରିଛନ୍ତି, ତାକୁ ତଦନ୍ତ କରାଯାଉ। ସେମାନେ ସ୍ଥାୟୀ ବାସିନ୍ଦା ନୁହନ୍ତି, ସେମାନେ ବାହାରୁ ପଶି ଆସିଛନ୍ତି, ଜୁଲମ କରୁଛନ୍ତି। ଜୁଲମ ଏମାନଙ୍କୁ ଆସେ। ସେମାନେ ଯଦି ନିଜକୁ ବାଘ ବୋଲି ଭାବୁଥାନ୍ତି ତାହେଲେ ଜଙ୍ଗଲରେ ଏମାନେ ବାଘକୁ ବି ଶିକାର କରନ୍ତି। ଏମାନେ ଚୋଖା ଶିକାରୀ। କିନ୍ତୁ ଦୁର୍ଭାଗ୍ୟବଶତଃ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ କାଗଜ କଲମର ପାଠ ପଢେଇଛନ୍ତି, କାଗଜ କଲମରେ ଯାଉଛନ୍ତି। ସେ ବର୍ତ୍ତମାନ ଦାରିଙ୍ଗବାଡିରୁ ହାଇକୋର୍ଟରେ ପହଞ୍ଚିଲେଣି, ରାଜ୍ୟ ମାନବାଧିକାର କମିଶନର ପାଖରେ ପହଞ୍ଚିଲେଣି। ଦରକାର ପଡ଼ିଲେ ଏ ଆନ୍ଦୋଳନ ଏ ନ୍ୟାୟ ପାଇବା ପାଇଁ ଆମେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ମଧ୍ୟ କେସ୍ ଦାୟର କରିବୁ, କାରଣ ସେ ବାଟ ଆମକୁ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଶିଖେଇଛନ୍ତି। ଆପଣମାନେ ଜାଣିଥିବେ କେସ୍ ଫାଇଲ ପାଇଁ ଯଦି ଗୋଟେ ଏସଟି ଲୋକ କେସ୍ ଫାଇଲ କରେ, ଭାଇମାନେ ଶୁଣୁଥିବ, ଯଦି କେସ୍ ଫାଇଲ କରିବା ପାଇଁ ଆମର ପଇସା ଦରକାର ନାହିଁ କି ଆମର ଓକିଲ ପାଇଁ ଓକିଲ ସରକାର ନିୟୋଜିତ କରିଛନ୍ତି ଏବଂ ଯଦି ଆମେ କେସ୍ ଜିତିବା ଆମର ସମସ୍ତ ଖର୍ଚ୍ଚ ସରକାର ଆମକୁ ଦେବେ। କୋଉ ଖର୍ଚ୍ଚ ନା ଆମେ ହାଇକୋର୍ଟକୁ ଦଉଛେ ପ୍ରତ୍ୟେକ ଦିନର ବସ୍ ଫେୟାର, ଖାଇବା ଖର୍ଚ୍ଚ, ଦିନକିଆ ମଜୁରୀ, ସେ କେସ୍ରେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିବ ଯଦି ଆମେ କେସ୍ ଜିତିଲେ ତାହେଲେ ସେ ସବୁ ଟଙ୍କା ଆମେ ସରକାରଙ୍କୁ ପାଇବା। କେସ୍ କରିବାକୁ ଭୟ କରିବା ନାହିଁ। ଯିଏ ଆମକୁ ଏଠାରେ ଆଇଆଇସି ହେଉଛନ୍ତି ମୁଖିଆ, ତମକୁ ଯିଏ ରେପଟ କରିବ ଘରର ମୁଖିଆକୁ ଜଣେଇବ ଲିଖିତ ଆକାରରେ, କହିବା ଆଜ୍ଞା ଏଟା କେସ୍ କରନ୍ତୁ। ମୁଁ ତାକୁ କିଛି କହିନି, ସେ ମତେ ସର୍ବସାଧାରଣରେ ସମସ୍ତଙ୍କ ଆଗରେ ଆଦିବାସୀ ଛୋଟ ଲୋକ ତତେ ଛୁଇଁଲେ ଛୁଆଁ, ତୁ ଏଠି କଣ ପୂଜା କରିବୁ, ଇଏ ଠାକୁର ଆମର, ତମେ ଶଳା ଦଳିତଙ୍କର କଣ ଠାକୁର, ଆଦିବାସୀଙ୍କର କଣ ଠାକୁର, ତେଣୁ ଠାକୁର ପୂଜିବାର କେବଳ ଆମର ଅଧିକାର ଅଛି। ଏଇଭଳି ମନ୍ତବ୍ୟ ସେ ତମକୁ ଦଉଛନ୍ତି। ସେଦିନର କଥା ମନେ ଅଛି, ମୁଁ ପ୍ରେଜେଣ୍ଟ ଅଛି, ଆଇଆଇସି ପ୍ରେଜେଣ୍ଟ ଅଛନ୍ତି, ପୋଲିସ କର୍ମଚାରୀ କେତେ ଅଛନ୍ତି। ଗୋଟେ ପିଲା ସେ କହିଦେଇ ଗଲା ଯେ ଡିସେମ୍ବର 25ରେ ଆମେ ପ୍ରତି ଚର୍ଚ୍ଚରେ ପଶି ଫାଦରଙ୍କୁ ହତ୍ୟା କରିବୁ, ମର୍ଡର କରିବୁ, ତମ ମା ଭଉଣୀଙ୍କର ଇଜ୍ଜତ ନେବୁ, ତମକୁ ଡିସେମ୍ବର 25 କରେଇଦେବୁ ନାହିଁ। ଏ ଭିଡିଓ କ୍ଲିପ ମଧ୍ୟ ଆମେ ହାଇକୋର୍ଟରେ ଦେଖେଇଛୁ। ତାପରେ ମଧ୍ୟ ହାଇକୋର୍ଟର ଜଜ୍ ପଚାରିଲେ କଣ ଚାହୁଁଛ ତମେ, ସିଆରଲିଟରେ କେସ୍ କରିବ ନା ସ୍ଥାନରେ ଶାନ୍ତି ଆଣିବ? ଆମେ ଶାନ୍ତି ବାପର ଛୁଆ, ଆମେ ଅଶାନ୍ତି ବାପର ଛୁଆ ନୁହଁ, ଆମେ ଶାନ୍ତି ବାପର ଛୁଆ। ଜଜ୍ କହିଲେ ମାନ୍ୟବର ସେ ଜାଗାରେ ଶାନ୍ତି ପ୍ରତିଷ୍ଠା କରାଯାଉ। ଅର୍ଡର ଜେରକ୍ସ କପି ଖଣ୍ଡେ ମୁଁ ଦେବି। ଯଦି ସେ ଜାଗାକୁ ନେଇ ଭବିଷ୍ୟତରେ ଗଣ୍ଡଗୋଳ ହୁଏ ଆଉ ସେ 5ଟା କୁକୁରଙ୍କ ନାଁରେ ଆମେ କେସ୍ କରିବୁ। କେସ୍ କରିବୁ କାହା ନାଁରେ? କେସ୍ କରିବୁ ଆଇଆଇସିଙ୍କ ନାଁରେ, କେସ୍ କରିବୁ ତହସିଲଦାରଙ୍କ ନାଁରେ। ସେମାନଙ୍କର ପ୍ରୋତ୍ସାହନରେ ସେ ଲୋକ ସେଠି ଦାଦାଗିରି କରୁଛନ୍ତି। ସେ ଲୋକର ବାପର ଠିକଣା କୋଉଠି ଦେଖନ୍ତୁ, ସେ ଲୋକର ଜେଜର ଠିକଣା କୋଉଠି ଦେଖନ୍ତୁ। ସେ ଜାଗାକୁ ଯିବାକୁ ତାର ଅଧିକାର ଅଛି କି ନାହିଁ ସେଇଟା ପ୍ରଥମେ ଦେଖନ୍ତୁ, ତାପରେ ଯାଇ। ତେଣୁ ବାରମ୍ବାର ଡାକି ଭାଷା କହିବନି। ଆମେ ଶିକ୍ଷିତ ଘରର ଛୁଆ, ସେମାନେ ହଉଛନ୍ତି ସ୍ୱାକ୍ଷରତା ଘରର ଛୁଆ। ଆମ ବାପା ହଉଛି ଶିକ୍ଷିତ, ସେ ସମ୍ବିଧାନ ଲେଖିଛି, ଯିଏ ଏଭଳି କାମ କରୁଛି ସେ ଶିକ୍ଷିତ ହୋଇ ଚାକିରି କରିଛି ସତ, କିନ୍ତୁ ସେ ହଉଛି ସ୍ୱାକ୍ଷରତା। ସରକାର କରିଛନ୍ତି ସ୍ୱାକ୍ଷରତା ଅଭିଯାନ, ସେଇ ଅଭିଯାନରେ ଦସ୍ତଖତ ଟିକେ ଶିଖି କୁକୁଡ଼ା ଚୋରି କରି ଲାଞ୍ଚ ଲୁଚା ଦେଇ ଚାକିରି କରିଛନ୍ତି। ଆମେ ହଉଛେ ଶିକ୍ଷିତ ଘରର ଛୁଆ, ତେଣୁ ଅଭାଷା ଏଠି କହିବନି। ପୋଲିସ ଆମକୁ ସୁରକ୍ଷା ଦବ, ଆମେ ତାଙ୍କଠୁ ସୁରକ୍ଷା ମାଗିବା, ସମ୍ମାନ ଦେବା।
हाथ जोड़िकी न्याय मागिबा आम हूँ शांति घर छुआ आ से अशांति घर छुआ ये कली कर तेणु आम आज सब कलेक्टर माध्यम जो दाबी पत्र दबार अच्छे माननीय राज्यपाल को दिज्व एवं राज्यपाल को दे सारा पर आउ तो राज्य कई मुखिया ना जो मुख्यमंत्री बड़ राज्यपाल मन मत हाथ लगे था देखू ओडिशा हुलुतुल हम काली जमी लोअर पेमी हुलुतुल होता काली जमी लोअर पेमी हुलुतुल होता 3000 युवक लाठी धरी ठिया होते से भाव में दारिंगबाड़ी परिस्थिति सृष्टि हम मृत्यु को भय नहीं मृत्यु को भय नहीं कि पुलिस गुली को भय नहीं कि धमक को भय नहीं कि लाठी की भय नहीं कि भला तदर बुझार की भय नहीं न्याय 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 से जीवा उचित कि न्याय तुम कर्तव्य मुझे कही मोर बक्तव्य साइन करुच्ची मांगे चाहूँगी दारिंगबाड़ी तहसिलदार को आपण मैंने जाए रखा दरकार कंधमाल जिला हूँ शेड्यूल जिला अनुसूचित अंचल 5th शेड्यूल एरिया यही अंचल 1997 मसीहा समता जजमेंट आधार सुप्रीम कोर्ट एक राय देला शेड्यूल एरिया रे इंचे जमी मध्य केंद्र किंवा राज्य सरकार नहीं कौन साहस रे अनादिवासी मानक एवं राज्य सरकार केंद्र सरकार उनको आपण जमी देउछंती एवं बाहर आसीथिबा जिलावासी मानक आपण एठी आधार एठी आपण माने पुरे विभिन्न जिनिस करूछंती एठी विशृंखला आपण ठारो आरंभ होईछि तेणु परवर्ती समय जवाब आपण को पई निया जिवो तेणु बंधुगण आपण माने जानिबा दरकार अछि आप एई अंचल डीएम सीएम पीएम यंत्र आसब नहीं ग्राम सभा भी ये सर्वे सर्वा बिना आम सहब केमती चारि छकरे जगह अच्छी दंड बोली कहुए से दंड बोली बुझी नौकरी दंड कहले आदिवासी मानकर पूजास्थली को बुझाए दंड कहुए दंड कहुए नहीं दंड एवं दंडर डेफिनेशन अलग अलग हुए तेणु प्रशासन जानी रखा दरकार जाशुणी विशृंखला नक आदिवासी मानकर परामर्श ए अंचल हजार हजार वर्ष धरी जमी को जमाए तैयारी करछंती जंगल को जमाए बंचे रखी आछंती निज संस्कृति को माने नहीं आगो को बंची शिखिछंती सेमानकर सुरक्षा देवार भी आपनकर कर्तव्य अछि संविधान रे दि प्रकार अछि गोटे कर्तव्य एवं गोटे अधिकार राइट तेणु परवर्ती समय प्रशासन द्वारा विशृंखला जमती न हुए जदि है परवर्ती समय जदि उत्तेजित हमें लोक से प्रशासन भाई रहे मोर कथा को आपण मैंने शुणिले से धन्यवाद आम आपको सम्मान देचु ये भी जी भी विशृंखला करने चेष्टा कर रखुचु आईआईसी महोदय कहीपर निश्चित जो मैंने थाना को पाक जाऊँ निश्चित भाव में भद्र लोक जो मानक नहीं से जो पूजास्थल की गंडगोल होती ए जंगल जमी एवं सरकारी योजना पर पाटितुंड होती जहाँ आपण मध्यम 2-3 थर लेखे समाधान कराई समाधान आपण को कोपट कराई तेणु गोटे पक्ष
ବଜାର ଉପରେ ସନ୍ଧ୍ୟା ସମୟରେ ସେଦିନ ମୁଁ ଦାରିଙ୍ଗବାଡ଼ିରେ ପ୍ରେଜେଣ୍ଟ ଥିଲି ଯେ ଏଭଳି ମନ୍ତବ୍ୟ ଦେବା ଯେ ଆମେ ଚର୍ଚ୍ଚରେ ପଶିଯିବୁ, ଘରେ ପଶିଯିବୁ, ମା ବୋଉଙ୍କ ଇଜ୍ଜତ ନେବୁ, ବାଡ଼େଇ ପକେଇବୁ, ହତ୍ୟା କରିଦେବୁ, ମର୍ଡର କରିଦେବୁ, ସେଭଳିଆ ଭାଷା ଏମାନେ କହିନାହାନ୍ତି। ସେମାନେ ଭିଡ଼ିଓ କ୍ଲିପ୍ ଏବେ ଆପଣ ଅଛି, କଲର ବି ଧରାଧରି ହେଇଛନ୍ତି। ପୋଲିସ ଭାଇମାନେ ଆପଣଙ୍କର ଡାକିଲେ, ମୋତେ ଜଣେ ଏସ୍ଆଇ ଯାଇଥିଲେ ସେ ଉପରକୁ, ମୁଁ ମଧ୍ୟ କହିଲି ନାହିଁ ପୋଲିସକୁ ତହସିଲଦାରକୁ ସହଯୋଗ କର, ସେ କ'ଣ ଆପଣଙ୍କୁ ନ୍ୟାୟ ଦେଉଛନ୍ତି ଦେଖ। ସେ ନ୍ୟାୟ ଆପଣ ଯାହା ଦେଲେ ରାଜି ହେଲେ, କିନ୍ତୁ ତାପରେ ସେମାନେ ଆଉ ଗୋଟେ ଏଫଆଇଆର ମଧ୍ୟ ହେଇଥିଲା, ଯାହା ସେମାନେ ମାନେ ତାଙ୍କର ଯୋଉ ଉଗ୍ର ରୂପଟାକୁ ବାରମ୍ବାର ଦେଖିବାକୁ ଚେଷ୍ଟା କଲେ। ତେଣୁ ଆମେ ଆପଣଙ୍କୁ ରିକ୍ୱେଷ୍ଟ କରୁଛୁ, ଯେଉଁମାନେ ସେ ଜାଗାକୁ ଯାଇ ଗଣ୍ଡଗୋଳ କରୁଛନ୍ତି, ବିନମ୍ର ନିବେଦନ, ହାତ ଯୋଡ଼ିକି ଯୋଉ 500 ଲୋକ ଅଛି 500 ଲୋକଙ୍କ ତରଫରୁ ହାତ ଯୋଡ଼ି ମୁଁ ନିବେଦନ କରୁଛି, ତାର ପୂର୍ବଜମାନଙ୍କର ଠିକଣାଟା ତଦନ୍ତ କରାଯାଉ। ସେମାନେ ସ୍ଥାୟୀ ବାସିନ୍ଦା ନା ବାହାରୁ ଆସିଛନ୍ତି, ଏମାନେ ସ୍ଥାୟୀ ବାସିନ୍ଦା ନା ଏମାନେ ବାହାରୁ ଅଛନ୍ତି। ଯଦି ଏମାନେ ହଜାର ହଜାର ବର୍ଷ କି ଶହ ବର୍ଷ ଧରିକି ଅଛନ୍ତି, ଏଠିକାର ସରକାରକୁ ଭୋଟ ଦେଇଛନ୍ତି, ଆପଣଙ୍କୁ 5 ମୁଣ୍ଡିଆ ପକେଇଛନ୍ତି, IICକୁ 5 ନମସ୍କାର ପକେଇଛନ୍ତି ଏବଂ ତାଙ୍କୁ ଆଧାର କାର୍ଡ ଦିଆଯାଇଛି, ତାଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି ଏବଂ ତାଙ୍କୁ ପ୍ୟାନ କାର୍ଡ ସରକାର ଯୋଗାଇ ଦେଇଛନ୍ତି। ଯଦି ପ୍ରମାଣ ଏଥିରୁ ହବ ଯେ ଏମାନେ ହେଉଛନ୍ତି ସ୍ଥାୟୀ ବାସିନ୍ଦା, ସେମାନେ ବାହାରୁ ଆସି ଏଠି ଜମି ଲୋଭରେ, ଏଇ ଯୋଉ ଜଙ୍ଗଲ ଜମିର ମାଲିକ ଆଦିବାସୀ ଲୋକ, ଏ ଆଦିବାସୀ ଲୋକଙ୍କ ଜମି ଲୋଭରେ ସେମାନେ ପଶି ଆସିଛନ୍ତି। ଏମାନେ ମୂର୍ଖ ଭାବିଲେଣି। ଆପଣ ଗୋଟେ ଅର୍ଡରଟେ ମୁଁ ତା କାଗଜପତ୍ର ପୂର୍ବରୁ ଦଉଛି, ଏ ଅର୍ଡରଟା ନିଅନ୍ତୁ। ଏଇଟା SP କି ଡାଇରେକ୍ସନ ହେଇଛି ସେ ପ୍ଲଟ ଉପରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ। SP କହିଲେ ତାଙ୍କ ନାଁରେ କେସ୍ କଲେ, ଜଜ୍ କହିଲେ ତାଙ୍କ ନାଁରେ କେସ୍ କଲେ ଜାଗାରେ ଗଣ୍ଡଗୋଳ ବଢିବ। ଆମେ କହିଲେ ଆଜ୍ଞା ଗଣ୍ଡଗୋଳ ବଢିବା ଦରକାର ନାହିଁ, ଶାନ୍ତି କେମିତି ପ୍ରତିଷ୍ଠା ହବ ନା ଆମେ SP କି ଡାଇରେକ୍ସନ କରୁଛୁ, ସେଠି ଶାନ୍ତି ପ୍ରତିଷ୍ଠା ହବ। ଯେତେବେଳେ ପୋଲିସ ଉଚ୍ଚ ଅଫିସରକୁ ନିର୍ଦ୍ଦେଶ ହଉଛି ତାର, ଏବଂ ହାଇକୋର୍ଟ ଇନଡାଇରେକ୍ଟଲି ନାକକୁ ସିଧା ନ ଦେଖେଇକି ଏମିତି ବୁଲେଇକି ଦେଖାଉଛନ୍ତି, ଆପଣ ବୁଝିପାରୁଥିବେ ଯେ ହାଇକୋର୍ଟ କାହାକୁ ଦୋଷୀ ବୋଲି ନିର୍ଦ୍ଦେଶ କରୁଛନ୍ତି। ତେଣୁ ସେ ଜାଗାରେ ଯେମିତି ପାଟୁଣ୍ଡ ନ ହବ, ଏରିଆରେ ଶାନ୍ତି ରହୁ। ତାପରେ ଦ୍ୱିତୀୟ କଥା ହେଲା, ଏ ଜଙ୍ଗଲ ଜମିକୁ ଲୁଟ କରିବା ପାଇଁ ଯୋଜନା ଚାଲିଛି। ଆଉ ସରକାରୀ ସଂସ୍ଥା ଯୋଉ ନୂଆ ଗଢି ଉଠୁଛି, ଆଦିବାସୀ ଲୋକଙ୍କୁ ସେଥିରୁ ବଞ୍ଚିତ ରଖାଯାଉଛି। ତେଣୁ ଏଭଳି ଯୋଉ ଏଠି ଘଟୁଛି, ଆପଣ ଥିବା ଅବସ୍ଥାରେ ଆମେ ଆପଣଙ୍କୁ ଅବଗତି କରିଦେଉଛୁ, ଏଗୁଡ଼ା ସବୁ ଠିକ ନୁହେଁ। କଥାର ଅଛି ଯୋଉ ଜମିନ ସରକାରୀ ଓ ଜମିନ ହମାରୀ। ଆଦିବାସୀ ଲୋକଙ୍କର ଏ ଗଛଲତାକୁ ଆଜି ଯେ ସୁରକ୍ଷା ଦେଇଛି, ସେ 5ଟା ଲୋକ ନୁହଁ, ଏମାନେ ସୁରକ୍ଷା ଦେଇଛନ୍ତି। ଏଠିକାର ପଶୁପକ୍ଷୀକି ଏମାନେ ସୁରକ୍ଷା ଦେଇଛନ୍ତି। ଏମାନେ ଏ ମାଟି ପାଇଁ, ମୂଳ ନିବାସୀ ଲୋକ ଏମାନେ, ଏ ମାଟି ପାଇଁ ଏ କେତେ ମାନେ ଦରକାର ଆଉ ନିଜର, ସେମାନେ ଯିଏ ଲୁଟିବା ପାଇଁ ଆସିଛନ୍ତି। ଆପଣ ଜାଣିଛନ୍ତି, ମୁଁ ଆଜି ପୁରୀରୁ ଆଜ୍ଞା 50 କିଲୋ ଡାଲି ଆଣିଛି ଗାଡ଼ିରେ ପକେଇ। କାହିଁ କହିଲେ, ଡାଲି କିଲୋ ଏଠି 190 ଟଙ୍କା, ପୁରୀରେ ଆମର 125 ଟଙ୍କା ହେଲା। 5 ଟଙ୍କା ଜିନିଷକୁ 25 ଟଙ୍କାରେ ବିକୁଛନ୍ତି। ଏଇଟା ବି ଧ୍ୟାନ ଦେବେ, କାହିଁକିନା ଏମାନେ ଖଟିକିଆ ଲୋକ। ଏମାନେ କୋଉଠୁ ତାଙ୍କ ଭଳିଆ କଳା ଧନ ଆଣୁନାହାନ୍ତି କି ଓମ୍ ସୁହା କହିକି ପଇସା ଆଣୁନାହାନ୍ତି। ସୁହା ହାତ ତ ମୋର, ଓମ୍ ବିଷ୍ଣୁ ଆଇ ସୁହା, ବିଷ୍ଣୁ ଚୈତ୍ର ମୋର ଅପନିଆରେ। ତେଣୁ ସେମିତି ଠକିକି କୋଉଠୁ ପଇସା ଆଣୁନାହାନ୍ତି। ତେଣୁ ସିଏ ଖଟିକି ଦିନ ମଜୁରିଆ ଲାଗ ପଇସା ଆଣୁଛନ୍ତି। ତେଣୁ ଏଭଳି ଜିନିଷ ସେ କିଣିପାରିବେନି। ତେଣୁ ଏ ଜିନିଷ ଉପରେ ମଧ୍ୟ ସରକାରଙ୍କର ଆଇନ ଅଛି, ସମ୍ବିଧାନ ଆଇନ ଅଛି। ଯିଏ ଗରିବ ଲୋକଙ୍କୁ ଲୁଟୁଛି ସେ ବି ଦେଶଦ୍ରୋହୀ ଏବଂ ତାକୁ ମଧ୍ୟ ଗିରଫ କରିହେବ। ତେଣୁ ଆମେ ବର୍ତ୍ତମାନ ଦାବିପତ୍ର ଦେଉଛୁ। ଆପଣ ଏହାପରେ ଗୋଟେ ନିହାତି ଭାବରେ ଗୋଟେ ବିହିତ ପଦକ୍ଷେପ ନେବେ। ଟିକେ କ'ଣ ଲୋକମାନଙ୍କୁ ସାନ୍ତ୍ୱନାମୂଳକ କଥା କହିବେ, ଟିକେ କହିଦିଅନ୍ତୁ। ଦାୟିତ୍ୱ ଆମେ ଦେବୁ। ସମସ୍ତଙ୍କୁ ମୋର ନମସ୍କାର। ଆପଣଙ୍କର ଯେ ମେମୋରାଣ୍ଡମଟା ଦେଉଛି ମୁଁ ଗ୍ରହଣ କରୁଛି, ଆଉ ସେ ହିସାବରେ ଯାହା ନିୟମ ଭିତରେ ଆସିବ ସେଥିରେ ଆମେ କାର୍ଯ୍ୟକାରୀ କରିବୁ ତାକୁ। ଆଉ ଯେଉଁ ଲ୍ୟାଣ୍ଡ କଥା ଆପଣ କହିଲେ, ସେଇଟା ବର୍ତ୍ତମାନ ଆମେ ପ୍ରୋଟେକ୍ସନ୍ ଅଫ୍ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡରେ ବାଉଣ୍ଡରୀ କରିବା ପାଇଁ ଆମେ ବିଡ଼ିଓଙ୍କୁ ପଇସା ଦେଇଦେଇଛୁ। ସେଇଟା ବର୍ତ୍ତମାନ ବାଉଣ୍ଡରୀ ହେଇଯିବ ସେଇଟା। ତେଣୁ ଆଗକୁ ଯଦି କିଛି ଏମିତି ଆପଣ ଅଣ୍ଟୁୱାର୍ଡ ଯେଉଁ ସିଚୁଏସନ୍ ଆପଣ କହୁଛନ୍ତି କିଛି ଆସେ, ଆମ ନଜରକୁ ଆଣନ୍ତି କିମ୍ବା ଆମ ପୋଲିସଙ୍କ ନଜରକୁ ଆଣନ୍ତି, ସେଇ ହିସାବରେ ଆଇନ ହିସାବରେ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଆଗେନ୍ଷ୍ଟରେ ନିଆଯିବ ହେଲା। ବହୁତ ବହୁତ ଧନ୍ୟବାଦ ସାର୍। ଆମେ ସାର୍ ଗୋଟେ ମିନିଟ୍ ରୁହ ସାର୍। ଆପଣ ଆଉ IIC ଏ ଅଞ୍ଚଳର ଶାନ୍ତି ରକ୍ଷା କରିଛନ୍ତି, ବାରମ୍ବାର ଉଭୟ ପକ୍ଷକୁ ଡାକି କମ୍ପ୍ରମାଇଜ କରିଛନ୍ତି। କିନ୍ତୁ କମ୍ପ୍ରମାଇଜ ଥରେ ହୁଏ ଆଜ୍ଞା, 2 ଥର ହୁଏ, 3 ଥର ହୁଏ, 3-4 ଥର, 4 ଥର ବେଳକୁ ଆକ୍ସନ ନିଆଯାଏ ହେଲା, ମୌଖିକ। ତାପରେ ଆପଣ ଗୋଟେ ଭୁଲ ରହୁଛି ଆଜ୍ଞା, ଯେ ଯୋଉ କମ୍ପ୍ରମାଇଜଟା କରୁଛନ୍ତି ମୌଖିକରେ କରୁଛନ୍ତି, କାଗଜପତ୍ର କରୁନାହାନ୍ତି। କାଗଜପତ୍ର କଲେ ଉଭୟ ପକ୍ଷଙ୍କର ଭୟ ରହିବ।
ଜାଗା ମୁଣ୍ଡରେ ଯଦି କାଗଜ ପତ୍ର ଉପରେ ଆପଣ କମ୍ପ୍ରମାଇଜ କରିବେ ତାହେଲେ ଉଭୟ ପକ୍ଷଙ୍କ ଭୟ ରହିବ। ଆପଣ ମୌଖିକରେ କରୁଛନ୍ତି, ଶାନ୍ତି ରଖିବା ପାଇଁ ଆଜ୍ଞା ଆପଣ ନିଶ୍ଚିତ ଭାବରେ ପଦକ୍ଷେପ ନେବେ। ଆଉ ସେ ଯୋଉ ଜାଗାକୁ, ଏଇଟା ଆମର ସମସ୍ତଙ୍କ ତରଫରୁ ଅନୁରୋଧ, ସେ ଜାଗାକୁ ଯୋଉ ଲୋକ ଆସୁଛନ୍ତି ସେମାନେ କେତେ ଦୂରଟି ସ୍ଥାୟୀ ବାସିନ୍ଦା ସେଇଟା ଆଗ ଦେଖାଯାଉ, ନହେଲେ ସେମାନଙ୍କ ବିରୁଦ୍ଧରେ ଆମେ ଶୁଣନ୍ତୁ ଆଜ୍ଞା, ମୁଁ ପୁରୀ ଜିଲ୍ଲାରେ ଅଲ ଓଡ଼ିଶାରେ 5ଟି କେସ୍ ସୁପ୍ରିମକୋର୍ଟରେ କରିଛି ଆଉ ଜିତିଛି ମଧ୍ୟ। ଆଉ ଦରକାର ପଡ଼ିଲେ ସେଇଟା ବି ସେଠିକି ଯିବ। ମୁଁ ଆପଣଙ୍କୁ ଖରାପ ଭାବିବେନି, ଆପଣ ବୟସରେ ମୋତେ ବଡ଼ ହେବେ। ଯଦି ମୋ ଏଇ ଯେଉଁ ଲୋକଙ୍କ ଉପରେ କାହା ଉପରେ ସେମାନେ ଟର୍ଚର କରନ୍ତି କି ବାଡ଼ାନ୍ତି, ଆଇଆଇସି ମହୋଦୟ ଆପଣ ଏ ଅଞ୍ଚଳରେ ଜଣେ ଭଲ ଲୋକ ବୋଲି ଆଜ୍ଞା ଇଏ କହିଛନ୍ତି ମୋତେ, କିଏ ପ୍ରଧାନ କହୁଛନ୍ତି, ଆଇଆଇସି ବହୁତ ସୁନ୍ଦର ଲୋକ, ନ୍ୟାୟବନ୍ତ ଲୋକ ଏବଂ ତହସିଲଦାର ମଧ୍ୟ ଯିଏକି ଏରିଆରେ ଶାନ୍ତି ପାରୁଛି। କିନ୍ତୁ ଏମାନଙ୍କୁ ଯଦି କୋଉଦିନ ବାଡ଼ାନ୍ତି, ମୁଁ ଆପଣଙ୍କୁ କ୍ଷମା କରୁଛି, କହିବାକୁ ବାଧ୍ୟ ହେଉଛି, ମୁଁ ଆଉ ସେ ଲୋକଙ୍କ ନାଁରେ କେସ୍ କରିବିନି, ମୁଁ ଆପଣମାନଙ୍କ ନାଁରେ କେସ୍ କରିବି। ଆଉ ସମସ୍ତେ ନୀରବ ରହିବା। ଠିକ ଆମେ ଯେଉଁ ପତ୍ର ଦେଲୁ ଆମେ ତାକୁ ଟିକେ ପଢିକି ଶୁଣିବା ପାଇଁ ଚାହୁଁଛୁ। ଓକେ, ସମସ୍ତେ ନୀରବରେ ରହିବା। ଆମେ ଜାଣିବା ଦରକାର ଆମେ କଣ ଦେଲୁ। ମୁଁ ସନ୍ତୋଷ ଭାଇ ଅନୁରୋଧ କରିବି ସେ ପଢିବେ। ଭାଇମାନେ ମନ ଧ୍ୟାନ ଦେଇକି ଶୁଣନ୍ତୁ, ସବୁ ଧ୍ୟାନ ଦେବା। ବର୍ତ୍ତମାନ ପଢିବା ସ୍ମାରକ ପତ୍ର ଉପଜିଲ୍ଲାପାଳ କନ୍ଧମାଳ ବାଲିଗୁଡାଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ମହାଶୟ, ଭାରତ ସ୍ୱାଧୀନ ହେବାର ପାଖାପାଖି 80 ବର୍ଷ ବିତିଗଲାଣି, କିନ୍ତୁ କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକମାନେ ଆଜି ବି ସାମାଜିକ ଅଧିକାର, ମୌଳିକ ଅଧିକାର ଓ ସମ୍ମାନରୁ ବଞ୍ଚିତ ରହୁଛନ୍ତି। ଅପରପକ୍ଷେ କିଛି ଆଦିବାସୀ ସମ୍ପ୍ରଦାୟକୁ ଘୃଣା କରୁଥିବା ଲୋକ, ଯେଉଁମାନେ ସତେ ଯେମିତି ଏମାନଙ୍କୁ ଚାରି ପାଖରେ ଅତ୍ୟାଚାର କରିବା ପାଇଁ ଠିକା ଦେଇଛନ୍ତି, ବାହାର ଜିଲ୍ଲାରେ ପଶି ଆସି କେହି ଏମାନଙ୍କ ଜଙ୍ଗଲ ଜମି ମାଡ଼ି ବସିଛି, ତ କେହି ଉଚ୍ଚ ପଦସ୍ଥ ଅଫିସର ମାନଙ୍କୁ କିଛି ଉତ୍କୋଚ ଦେଇ ଜଙ୍ଗଲ ଜମିକୁ ନିଜ ନାମରେ ରଖିଛନ୍ତି। ସତେ ଯେମିତି ଅତୀତର ଇଂରେଜ ଭାରତକୁ ବେପାର କରିବାକୁ ଆସି ସମ୍ପୂର୍ଣ୍ଣ ଭାରତବାସୀକୁ ଲୁଟିବା ସହିତ ବହୁ ମୂଲ୍ୟବାନ ପଦାର୍ଥ ନେଇ ଯାଇଥିଲେ। ଠିକ୍ ସେମିତି ଏମାନେ ବାହାର ଜିଲ୍ଲାରୁ ଆସି ଆଦିବାସୀ ମାନଙ୍କୁ ଲୁଟିବାରେ ଲାଗିଛନ୍ତି। ବେପାର ବଣିଜରେ ସେମାନେ ଗୋଟିଏ ଦ୍ରବ୍ୟ 5 ଟଙ୍କାରେ କିଣି ଆଦିବାସୀ ଲୋକମାନଙ୍କୁ 50 ଟଙ୍କାରେ ବିକନ୍ତି। ପ୍ରତିବାଦ କଲେ ମାରିବାକୁ ଧାଇଁ ଆସି ଏମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରନ୍ତି। ଏମାନେ ମୂଳ ନିବାସୀ ହୋଇ ଯଦି ଦାରିଙ୍ଗବାଡ଼ି ସହରରେ ବେପାର କରିବାକୁ ଚାହାନ୍ତି ତାହେଲେ ସେମାନେ କରାଇ ଦିଅନ୍ତୁ ନାହିଁ। ଯଦି ବାହାର ଜିଲ୍ଲାକୁ ଦାରିଙ୍ଗବାଡ଼ି ସହରକୁ ପଶି ଆସିଥିବା ମୂଳବାସୀ ସମ୍ପ୍ରଦାୟ ଓ ଅତ୍ୟାଚାରୀ ମାନଙ୍କର ପୂର୍ବଜଙ୍କ ଜନ୍ମସ୍ଥାନକୁ ତଦନ୍ତକୁ ନିଆଯାଏ, ତେବେ ସେମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ହୋଇନଥିବେ। ଏମାନଙ୍କୁ ଲୁଟି ଶେଷରେ ଆଦିବାସୀ ମାନଙ୍କ ପୂଜାସ୍ଥଳୀ ଉପରେ ସେମାନଙ୍କ କୁଶ୍ଚିତ ନଜର ପଡ଼ିଥିଲା ଏବଂ ସେହି ଜମି ଉପରେ ବାରମ୍ବାର ମୂଳ ନିବାସୀ ସମ୍ପ୍ରଦାୟ ମାନଙ୍କୁ ଜୀବନରେ ମାରିଦେବା ପାଇଁ ଖୁଲମଖୁଲା ଧମକ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ସେମାନେ ଏକ ପାହାଡ଼ ଉପରେ ଏକ ନୂଆ ହନୁମାନ ମନ୍ଦିର କରିଛନ୍ତି। ହନୁମାନ ମନ୍ଦିର ତିଆରି ବେଳେ ଭାଇଚାରାର ମନୋଭାବ ନେଇ ମୂଳ ନିବାସୀ ପକ୍ଷରୁ କୌଣସି ପ୍ରତିବାଦ କରାଯାଇନଥିଲା। ଦାରିଙ୍ଗବାଡ଼ି ପାଖରେ ହଜାର ଏକର ଜମି ପଡ଼ିଥିବା ବେଳେ ଦାରିଙ୍ଗବାଡ଼ି 400 ଉପରେ ଥିବା ଆଦିବାସୀଙ୍କ ପୂଜାସ୍ଥଳୀ ଉପରେ ଏମାନଙ୍କ ନଜର ପଡ଼ିଥିଲା। ପୂଜାସ୍ଥଳୀକୁ ଜବରଦଖଲ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ମୂଳ ନିବାସୀଙ୍କୁ ନିପାତ କରିବା ଉଦ୍ଦେଶ୍ୟରେ ଏକ ଷଡ଼ଯନ୍ତ୍ର କରିଛନ୍ତି। ପ୍ରଶାସନ ମଧ୍ୟ କାହା ଚାପରେ ସେମାନଙ୍କୁ ବୁଝାଇ ପାରୁନି ଯେ ଏଇଟା ସେମାନଙ୍କର ପୂଜା ସ୍ଥଳୀ, ସେମାନେ ପୂର୍ବ ପୁରୁଷରୁ ସେଠାରେ ପୂଜା କରି ଆସୁଛନ୍ତି। ତୁମେ ଆଉ ଗୋଟିଏ ଜାଗା ଚିହ୍ନଟ କର। ବାରମ୍ବାର ଶାନ୍ତି କମିଟି କରି ଥାନା ଅଧିକାରୀ ତହସିଲଦାର ଡକାଇ କେଇଟା ମୁହୂର୍ତ୍ତ ପାଇଁ ଉଭୟଙ୍କୁ ବୁଝାଇ ଦିଅନ୍ତି। ତାହା ପୁଣି କାଗଜ କଲମରେ ନୁହେଁ ମୌଖିକରେ
कौन पाए वर्ष वर्ष धरी ଥିବା ମୂଳ ନିବାସୀଙ୍କ ପୂଜାସ୍ଥଳକୁ ଏମାନେ ଜବରଦଖଲ କରିବେ ଅନ୍ୟ ଜାଗାକୁ କରିବା ପାଇଁ ତାହା ପ୍ରଶ୍ନବାଚୀ। ଏହି ଘଟଣାକୁ ନେଇ ନିକଟରେ ଏକ ବଡ଼ ଧରଣର ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ତମାମ କନ୍ଧମାଳ ଜନସାଧାରଣରେ ଚର୍ଚ୍ଚା ଚାଲିଲାଣି। ଯେଉଁଥିପାଇଁ ଆପଣଙ୍କ ଅବଗତି କରିବା ପାଇଁ ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା, ଶାନ୍ତିପୂର୍ଣ୍ଣ ଗଣଧାରଣା ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଏକଥା ମଧ୍ୟ ଚର୍ଚ୍ଚା ହେଲାଣି। ମାତ୍ର 4-5 ଜଣ ଅସାମାଜିକ ଯୁବକ ମାନଙ୍କ ପାଇଁ ଦାରିଙ୍ଗବାଡ଼ି ସହରରେ ଶାନ୍ତ ପରିବେଶ ଅଶାନ୍ତ ହେବାକୁ ଯାଉଛି। ଅପରପକ୍ଷେ ସେମାନେ ଦାରିଙ୍ଗବାଡ଼ି ବ୍ଲକର ହଜାର ହଜାର ବର୍ଷର ସ୍ଥାୟୀ ବାସିନ୍ଦା ହେଲେ ବି ସେମାନଙ୍କ ନାମରେ ଖଣ୍ଡିଏ ଜମି ନଥିବାରୁ ଜାତି ପ୍ରମାଣପତ୍ର ନ ପାଇ ଏମାନଙ୍କ ପିଲାମାନେ ପାଠ ପଢ଼ାରେ ବଞ୍ଚିତ ଅଛନ୍ତି। ତେଣୁ ଦାରିଙ୍ଗବାଡ଼ି ସହରରେ ଭୂମିହୀନ ମନକୁ ଚିହ୍ନଟ କରି ସେମାନଙ୍କୁ ଜମିପଟା ଯୋଗାଇ ଦେବା ସଂଗଠନର ଏକ ମୁଖ୍ୟ ଦାବି। ଏବଂ ଏହି ମୂଳ ନିବାସୀଙ୍କ ଶିକ୍ଷା ଅବସ୍ଥା ଓ ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଉ ଅନ୍ୟ ଏକ ଦାବି ରହିଛି। ମୂଳ ନିବାସୀ ପ୍ରବଳ ଜିଲ୍ଲା କନ୍ଧମାଳରେ ଥିବା ସମସ୍ତ ସରକାରୀ ସଂସ୍ଥାରେ ମୂଳ ନିବାସୀ ସମ୍ପ୍ରଦାୟର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ଥାନ ଦିଆଯାଉ। ଯେଉଁ ସରକାରୀ ସ୍ଥାନକୁ ବାହାର ଜିଲ୍ଲାରୁ ପଶି ଆସିଥିବା ମୂଳ ନିବାସୀ ଅତ୍ୟାଚାର ମାନେ ସରକାରୀ ସ୍ତରରେ ଉଚ୍ଚ ପଦସ୍ଥ ଅଫିସର ମାନଙ୍କୁ ଲାଞ୍ଚ ଦେଇ ସେ ସ୍ଥାନରେ ରହିଯାଇଛନ୍ତି ଏବଂ ଦାରିଙ୍ଗବାଡ଼ି ସହରର ଶାନ୍ତ ପରିବେଶ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ପ୍ରଶାସନ ଏଥିପ୍ରତି ନଜର ଦିଅନ୍ତୁ, ନଚେତ ଆମର ଏହି ଲଢ଼େଇ ଭାରତର ସାମ୍ବିଧାନିକ ପଦ୍ଧତିରେ ଦାରିଙ୍ଗବାଡ଼ିରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯିବ ଓ ଦାରିଙ୍ଗବାଡ଼ି ଥାନାରେ ଭାରତ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯିବ। କାରଣ ଆମେ ଚାହୁଁଛୁ ଦାରିଙ୍ଗବାଡ଼ିରେ ଶାନ୍ତି ପ୍ରତିଷ୍ଠା। ଆମର ଦାବି ଦାରିଙ୍ଗବାଡ଼ିର ସମସ୍ତ ଭୂମିହୀନମାନଙ୍କୁ ଚିହ୍ନଟ କରି ଭୂମିପଟା ଯୋଗାଇ ଦିଆଯାଉ। 2. ମୂଳ ନିବାସୀଙ୍କ ଆର୍ଥିକ ସାମାଜିକ ଅଧିକାର ଉନ୍ନତି ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ଥାୟୀ ମାର୍କେଟ ଉନ୍ନତ କମ୍ପ୍ଲେକ୍ସ କରାଯାଉ। ଯେଉଁ ମାର୍କେଟ କମ୍ପ୍ଲେକ୍ସରେ ଦାରିଙ୍ଗବାଡ଼ିର ମୂଳ ନିବାସୀ ପରିବାର ଓ ଶିକ୍ଷିତ ଯୁବକ ଯୁବତୀ ବେପାର ବାଣିଜ୍ୟ କରି ନିଜର ଆର୍ଥିକ ଅବସ୍ଥା ସୁଦୃଢ଼ କରିବେ। 3. ବାହାରୁ ପଶି ଆସି ଦାରିଙ୍ଗବାଡ଼ି ସହରରେ ରହି ମୂଳ ନିବାସୀଙ୍କୁ ଅତ୍ୟାଚାର କରୁଥିବା ଲୋକମାନଙ୍କ ପୂର୍ବଜଙ୍କ ତଦନ୍ତ କରି ସେମାନଙ୍କ ସ୍ଥାୟୀ ଠିକଣାକୁ ପଠାଇ ଦିଆଯାଉ। 4. ଦାରିଙ୍ଗବାଡ଼ିର ଶାନ୍ତ ପରିବେଶଟି ଅଶାନ୍ତ ହେବା ପୂର୍ବରୁ ପ୍ରଶାସନ ତରଫରୁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ। 5. ଦାରିଙ୍ଗବାଡ଼ିର ସମସ୍ତ ରାସନ ବସ୍ତ୍ରାଳୟ ମୋଟର ପାର୍କ ସାନିଟାରୀ ଦୋକାନମାନେ ସାମଗ୍ରୀ କିଣାବିକା କଲାବେଳେ ଗ୍ରାହକଙ୍କୁ ରସିଦ ଦିଅନ୍ତୁ, ଯାହାଫଳରେ ସାମଗ୍ରୀଙ୍କ ସଠିକ ମୂଲ୍ୟ ଜାଣି ହେବ। କାରଣ ରାଜଧାନୀରେ ଡାଲି କିଲୋ 110-120 ଥିବାବେଳେ ସେମାନେ ଦାରିଙ୍ଗବାଡ଼ିର ମୂଳ ନିବାସୀକୁ 150-190 ଡାଲି ବିକୁଛନ୍ତି ଏବଂ ସେମାନେ ସରକାରଙ୍କୁ GST ଦେଉଛନ୍ତି କି ନାହିଁ ଏହାର ଏକ ତଦନ୍ତ କରାଯାଉ। କାହିଁକିନା ଦାରିଙ୍ଗବାଡ଼ିକୁ ଆସୁଥିବା ଲକ୍ଷ ଲକ୍ଷ ଟୁରିଷ୍ଟ ମାନେ ମଧ୍ୟ ଦାରିଙ୍ଗବାଡ଼ିର ଦୋକାନୀମାନଙ୍କ ଦ୍ୱାରା ଆର୍ଥିକ ଲୁଟର ଶିକାର ହେଉଛନ୍ତି। 6. ଦାରିଙ୍ଗବାଡ଼ି ମୂଳ ନିବାସୀଙ୍କ ପୂର୍ବସ୍ଥଳୀକୁ ଲୁଣ୍ଠନ କରୁଥିବା ଲୁଣ୍ଠନକାରୀ ମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉ। ଆଉ ଗୋଟେ ଆମେ ସ୍ମାରକ ପତ୍ର ଆଉ ଗୋଟେ ମଧ୍ୟ ଆମେ ରଖିଛୁ, ସେଟା ମଧ୍ୟ ଆମେ ପଢିକି ଶୁଣେଇବା। ଆମେ ଯିବାନି ଆଉ ଗୋଟେ ଆମର ସ୍ମାରକ ପତ୍ର ଅଛି, ସେଇଟା ବି ଆମେ ଆପଣମାନଙ୍କୁ ସର୍ବଜନୀନ କରୁଛୁ। ଏଇଟା ମଧ୍ୟ ଆମେ ତହସିଲଦାର ଆଗକୁ ଆମେ ଯିବା। ମାନନୀୟ ଶ୍ରୀଯୁକ୍ତ ତହସିଲଦାର ଦାରିଙ୍ଗବାଡ଼ି ମହୋଦୟ ସମୀପେଶୁ କଲମରୁ ଶ୍ରୀ ଶ୍ରୀ ଦୁର୍ଗା ଦେବୀଙ୍କ ଆସ୍ଥାନ ଲେଖାଟିକୁ କାଟି ଅପସାରଣ କରିବା ସହିତ ଦାରିଙ୍ଗବାଡ଼ି ଡଗେରୀ ଓ ପରପନ୍ଥା ମହୁତାର ଆଦିବାସୀ ଜମି ଜଙ୍ଗଲ ଜମି ଓ ଅନାବାଦୀ ଜମିରେ ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାକୁ ଆଗତ ବ୍ୟବସାୟୀ ଦ୍ୱାରା ବେଆଇନ ନିର୍ମାଣ ବନ୍ଦ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାୟୀ ମୂଳ ନିବାସୀଙ୍କ ଦାବି। ମହାଶୟ, ଆମ୍ଭେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ଗ୍ରାମ ଆଖପାଖ ଅଞ୍ଚଳର ମୂଳ ନିବାସୀ ବିନମ୍ର ଭାବେ ଲେଖି ଜଣାକୁ ଯେ ଦାରିଙ୍ଗବାଡ଼ି ମହୁଜା ଖାତା ନମ୍ବର 370 ପ୍ଲଟ ନମ୍ବର 1387 କିଶମ ଦେବସ୍ଥଳୀ ଏରିଆ 0.345 आर परिमित जमी पूर्व काल में महाड़गांडा दंडीमा बोली आम पूर्वपुरुष मैंने नामकरण करते आंब गच और शियाली लता भरपूर थिला एवं से पाखर आदिवासी माने दंड नाका दंड पूजा पालन कर प्रतिवर्ष अंडा छाड़ुले एणु ताहा आदिवासी देवस्थानी थिला ताहा वर्तमान काल में कथाकथित दारिंगबाड़ी दुर्गा पूजा कमिटर स्थान नुहे
तेरे गंजाम जिलार आसी दारिंगबाड़ी में व्यवसाय करी चली आसुवा किसी लोक आम पूर्वज मानक उक्त जगह को किसी अंश में दुर्गा पूजा करने लिखित अनुमति मागिଥିଲେ से अनुरोध क्रमे सरल आदिवासी मान 4-5 जन आम आदिवासी कंद लोक एक कागज लिखित सम्मति प्रदान करते से कथार सम्मान दे आम एवं उक्त प्लॉट पूर्व दिगस्थ पट सर्वसाधारण जगार से अधिकार निमंत जगह छाड़ा मना करना किंतु प्लॉट सिंहभाग सर्वसाधारण अर्थात सबु जाति और सबु धर्मर लोक हित निमंते व्यवहार करा यथाविधि चिन्हट करें उपरिस्थ चिन्हट प्रक्रिया संपादन करा उक्त जमीर पट्टा मंतव्य कलम लेखा जाइए श्री श्री दुर्गा देवी आस्थान लेखाटी को काटी अपसारण कारण यार सुजोग केवल एक निर्दिष्ट गोष्ठी उक्त सर्वसाधारण जगह व्यवहार कर सर्वाधिक लोक वंचित होती एथिरे प्रकाश योग्य जे उक्त प्लॉट पश्चिम दिगरे एक विश्रामगार निर्माण कर प्रतिदिन सेठारे यात्री माने दिन बेले विश्राम नियंती यही प्लॉट एनएच 4 रोड पार्श्व 4 छक निकट होता निकट सर्वलोक भिड़ कम यात्री भाई गाड़ी और मोटर साइकेल ट्रक प्रभृति जान पंचायत यातायात करें यार खूब निकट में पीडब्ल्यूडी बंगला पथ प्रांत सुविधा केन्द्र और कुष्ठी स्वास्थ्य केन्द्र थी लोके दैनिक सेठार आसी था से पाखरे ग्राम पंचायत ऑफिस और ब्लॉक ऑफिस कृषि ऑफिस प्राणी चिकित्सालय थाना और स्कूल हॉस्टेल थी अनेक लोक से समस्त सरकारी कार्यालय को प्रतिदिन आसुवा से शांति श्रृंखला निमंते और मानसिक शांति अध्यायत रखा निमंते रोगी मानक छात्र छात्री को विचलित कर शांति भंग करने उद्देश्य उक्त प्लॉट शब्द प्रदर्शन कला भली आदौ माइक साउंड करा न जाऊ एवं कौन यात्रा किंबा नाटक प्रदर्शन करा न जाऊ एसबू कले शब्द प्रदूषित एवं अनेक रोगी रोगिणी और छात्र छात्री एवं वरिष्ठ नागरिक हानि घटव एप्रति कड़ा दृष्टि रखा जाऊ एतक व्यतीत आम आहरी एक गुरुत्वपूर्ण विषय एटार उल्लेख रखुचु ध्यानपूर्वक पढ़ी दृढ़ कार्यानुष्ठान निमंते तहसिल और जिला प्रशासन निकट में दाबी उपस्थापन करुछु से सब दाबी निम्न वर्णना करागला। नंबर 1 सर्वसाधारण जगह निज नाम रेकर्ड करने किसी धनी और स्वार्थसेवी बणिक संघर लोक चेष्टा करते लुभरे किसी तहसिल कर्मचारी से द्वारा प्रलोभित हुई अनैतिक कार्य लिप्त होती चिन्हट कर विरुद्ध कार्यानुष्ठान करा 2 गंजाम और अन्य जिलार आगत केतक खल प्रफुल्ल लोक दारिंगबाड़ी में भाईचारा को नष्ट कर चिन्हट कर असामाजिक कार्य को निवृत्त रहा विरुद्ध में आईनगत कार्यानुष्ठान निमंते त्वरित पदक्षेप ग्रहण करा। नंबर 3 आदिवासी और अनादिवासी जगह बहिरागत गृह निर्माणकारी मानक तुरंत चिन्हट करा उच्छेद करने विहित पदक्षेप नि। नंबर 4 दारिंगबाड़ी मौजार महारगांडा वार्ड यथा बस स्टैंड एरिया 4 छकरू तहसिल ऑफिस सामना जाए महारगांडार लोहरा साई जाए प्रबल मात्रा जमी जबरदखल और बेआईन भाव गृह निर्माण चली शीघ्र रुका जाऊ। सारिंगपी ठारू डोबेरी पर्यंत रास्ता पार्श्व अनेक जगह आदिवासी जमी जंगल जमी अनाबादी जमी सेटलमेंट समय रेकर्डभुक्त स्थानीय लोक जमी गंजाम और अन्य जिलार आसीथिबा लोक अन्य नीति अवलंबन कर गृह निर्माण करुछंती एणु ताहा चिन्हट कर कार्यानुष्ठान लिया जाऊ। डबेरी मौजारे गुहावली ठारू ब्राह्मण का लूड़ पार्श्व अनेक जमी एभली अनेक समाधि असाधु सुविधावादी व्यवसायी लोक मान द्वारा प्रभावित होता मुक्त करा जाऊ। सेहीपरि परखुंटा मौजार लदपंगा आदिवासी जंगल जमी राशीपदा और डुलुरी साई आदिवासी जमी अनेक अनादिवासी माने आदिवासी व्यवसाय कब्जा रही तुरंत चिन्हट कर आदिवासी को फेरे दि जाऊ। 5 सनेकेता मशाणी वर्तमान लोहरा साई बहिरागत जिलावासी व्यवसायी ठारू मुक्त करा जाऊ। प्रार्थना दारिंगबाड़ी तपसिलभुक्त अंचल होड़िशा सर्वे और भू बंदोबस्त आईन प्रकार आदिवासी जमी अण आदिवासी को हस्तांतरित हो पार नहीं
ଏଠାକାର ଜଙ୍ଗଲ ଜମି ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ଛଡ଼ା ଅନ୍ୟ କାହାକୁ ଦିଆଯିବ ନାହିଁ। ଅନାବାଦୀ ଜମି ଏଠାକାର ଗଭୀର ଦୁର୍ବଳ ଶ୍ରେଣୀ ଓ ଆଦିବାସୀ ଲୋକଙ୍କୁ ଥଇଥାନ ଓ ଚାଷ ପାଇଁ ଦିଆଯାଇ ପାରିବା ପାଇଁ ବ୍ୟବସ୍ଥା ଅଛି। ଏପରି ନିୟମ ଥିବା ବେଳେ ଏହି ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ଅନାୟାସରେ ଅନ୍ୟ ଜିଲ୍ଲାରୁ ଆଗତ ଧନୀ ବ୍ୟବସାୟୀଙ୍କୁ ଆମ ମୂଳ ନିବାସୀଙ୍କ ଜମି ହସ୍ତାନ୍ତର ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅତଏବ ଦାରିଙ୍ଗବାଡ଼ି ତହସିଲଦାର ଓ କନ୍ଧମାଳ ଜିଲ୍ଲା ପାଳକଙ୍କ ନିକଟରେ ଆମର ଦାରିଙ୍ଗବାଡ଼ି ଆଦିବାସୀ ଓ ମୂଳ ନିବାସୀଙ୍କ ପକ୍ଷରୁ ବିଶେଷ ପ୍ରାର୍ଥନା, ଆପଣମାନେ ଉପରୋକ୍ତ ସମସ୍ତ ବିଷୟ ଅମୂଳଚୂଳ ତନ୍ନ କରି ପଢ଼ି ଓ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଲେ ଆମେ ଆପଣଙ୍କ ନିକଟରେ ଚିରକୃତ ରହିବୁ। ଏଥିରେ ଅବହେଳା କିମ୍ବା କାଳକ୍ଷେପଣ ନୀତି ଅବଲମ୍ବନ କଲେ ଖୁବ୍ ନିକଟରେ ଭବିଷ୍ୟତରେ ଆପଣଙ୍କ ପୂର୍ବ ସୂଚନା ଦେଇ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଘେରାଉ କରିବାକୁ ବାଧ୍ୟ ହେବୁ। ଏଥିପାଇଁ ଦାରିଙ୍ଗବାଡ଼ି ତହସିଲ ପ୍ରଶାସନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ଦାୟୀ ରହିବେ। ଧନ୍ୟବାଦ। ଦେଖନ୍ତୁ ତହସିଲ ଅଫିସ୍ ମଧ୍ୟରେ କେତେ ଭିଡ଼, ପୁଲିସ ଫୋର୍ସ ସବୁ ଜଗିଛନ୍ତି। ଆଦିବାସୀ